ବାରାଣାସୀ ରହଣୀର ଏହା ଥିଲା ମୋର ଚତୁର୍ଥ ଦିନ। ସବୁଦିନ ଭଳି ସେଦିନ ମଧ୍ୟ ସକାଳୁ ସକାଳୁ ଗଙ୍ଗାରେ ସ୍ନାନ କଲି ପ୍ରଥମେ। काशी अखंड ज्योति है। काशी 25 किलोमीटर का पंचकोशी पहला यूनिवर्स है, पहला ब्रह्मांड है। ତାପରେ ସେ ଗଙ୍ଗା କୂଳରେ ବାରାଣାସୀର ଘାଟରେ କିଛି ସମୟ ଅତିବାହିତ କଲି। ସକାଳ ଦୃଶ୍ୟ ବହୁତ ସୁନ୍ଦର, ତାହାକୁ ଉପଭୋଗ କଲି। ସେହି ବାରାଣାସୀର ଘାଟରେ ମୋର ଦେଖାହେଲେ ଜଣେ ମହାନ ବ୍ୟକ୍ତିତ୍ୱ, ତାଙ୍କ ସହ କିଛି ସମୟ କଥା ହେଲି। उदय नारायण सिंह, हम बनारस के हैं। सारे देवी देवता, सारे कल्चर, सारी संस्कृति, सारी सभ्यता काशी में निवास करते हैं। वाराणसी स्पिरिचुअल सिटी, माइंड सरेंडर द हार्ट, यू फॉलो द हार्ट। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ସେଦିନ ମୁଁ ବାରାଣାସୀରୁ ପ୍ରୟାଗରାଜ ଗଲି। ଟ୍ରେନରେ ମୋତେ 3 ରୁ 4 ଘଣ୍ଟା ଲାଗିଗଲା। ପ୍ରୟାଗରାଜରେ ପହଞ୍ଚି ଯମୁନା ନଦୀରେ ଡଙ୍ଗାରେ ବସି ପଡ଼ିଲି। ସଂଯୋଗବଶତଃ ସେଦିନ ମୋର ଦେଖା ହେଇଗଲେ ଓଡ଼ିଆ ଲୋକମାନେ ସେହି ଡଙ୍ଗାରେ। ସେମାନେ ଅସ୍ଥି ବିସର୍ଜନ କରିବା ପାଇଁ ତ୍ରିବେଣୀ ସଙ୍ଗମ ଯାଉଥିଲେ। ତ ଆମେ ସମସ୍ତେ ଗୋଟିଏ ଡଙ୍ଗାରେ ପୁରା ଓଡ଼ିଆ ଲୋକମାନେ ତ୍ରିବେଣୀ ସଙ୍ଗମ, ଯେଉଁଠାରେ ଗଙ୍ଗା ଯମୁନା ସରସ୍ୱତୀ ନଦୀର ମିଳନ ହୋଇଛି, ସେହି ସ୍ଥାନକୁ ଡଙ୍ଗାରେ ଯାଉଛୁ। ଯମୁନା ନଦୀରେ ତ୍ରିବେଣୀ ସଙ୍ଗମକୁ ଯାତ୍ରା କଲାବେଳେ ଦେଖନ୍ତୁ କେତେ ସୁନ୍ଦର ଦୃଶ୍ୟ ସବୁ। ଅନେକ ବିଦେଶୀ ପକ୍ଷୀ ଏହି ସମୟରେ ଯମୁନା ନଦୀରେ ଆସି କେମିତି ଖେଳୁଛନ୍ତି ଦେଖନ୍ତୁ, ତାର ଦୃଶ୍ୟ ବହୁତ ସୁନ୍ଦର। ବାଟରେ ଗଲାବେଳେ ଯେଉଁ ବୋଟ୍ମ୍ୟାନ୍ ଥିଲେ, ସେମାନେ ଆମକୁ ଗଙ୍ଗା ନଦୀର, ଯମୁନା ନଦୀର, ସରସ୍ୱତୀ ନଦୀର ଉତ୍ପନ୍ନ ସ୍ଥଳୀ ଏବଂ ତାଙ୍କର ମାହାତ୍ମ୍ୟ ବିଷୟରେ ବହୁତ କଥା କହିଲେ। ପ୍ରଭୁ ଶ୍ରୀରାମଚନ୍ଦ୍ର କେମିତି ଏହି ତ୍ରିବେଣୀ ସଙ୍ଗମରେ ଦଶରଥଙ୍କର ପିଣ୍ଡଦାନ କରିଥିଲେ, ଗଙ୍ଗା ନଦୀରେ କେମିତି ପ୍ରଭୁ ରାମଚନ୍ଦ୍ର ଡଙ୍ଗାରେ ବସି ପାର ହୋଇଥିଲେ, ଏହିସବୁ କଥା, ପୌରାଣିକ କଥା ଆମକୁ ଶୁଣାଇଥିଲେ। ଚାହୁଁ ଚାହୁଁ ଆମେ ପହଞ୍ଚିଗଲୁ ତ୍ରିବେଣୀ ସଙ୍ଗମରେ। ତ୍ରିବେଣୀ ସଙ୍ଗମରେ ମୁଁ ବୁଡ଼ ପକାଇଲି। ଯେହେତୁ ଏହା 3ଟି ନଦୀର ମିଳନସ୍ଥଳ, ସେଥିପାଇଁ ନଦୀର ମଝିରେ ଅଛି। ସେମାନେ ଡଙ୍ଗା ବାନ୍ଧିକି ସେଟଅପ୍ କରିଛନ୍ତି। ତଳେ ପଟା ପକାଇକି ବାଉଁଶ ବାନ୍ଧିକି ସେଟଅପ୍ କରିଛନ୍ତି, ଯେମିତି ଲୋକମାନେ ବୁଡ଼ିବେନି, କିନ୍ତୁ ସେଠାରେ ବୁଡ଼ ପକାଇ ଆସିପାରିବେ। ପ୍ରୟାଗରାଜ ଗଲାବେଳେ ଆପଣ ଆପଣଙ୍କ ସାଥିରେ ନଡ଼ିଆ, କ୍ଷୀର, ଫୁଲ, ଫଳ ଆଦି ସାଥିରେ ନେଇକି ଯାଆନ୍ତୁ। କାରଣ ତ୍ରିବେଣୀ ସଙ୍ଗମରେ ପହଞ୍ଚିଲା ପରେ ସେମାନେ ଆପଣଙ୍କୁ ନଡ଼ିଆ ଆଦି ବିକ୍ରି କରିବାକୁ ଚେଷ୍ଟା କରିବେ, ଯାହାଦ୍ୱାରା କି ଆପଣ ଅଧିକ ପଇସା ସେଠାରେ କିଣିବାକୁ ବାଧ୍ୟ ହେବେ। ତେଣୁ ସେସବୁ ନକରି ଆପଣ ସାଥିରେ ଯଦି ନେଇପାରିବେ, ତ୍ରିବେଣୀ ସଙ୍ଗମରେ 3ଟି ନଦୀକୁ ଆପଣ ଏକାବେଳେ ଅର୍ପଣ କରିପାରିବେ। ସେଠାରେ ସେମାନେ ନଡ଼ିଆ ଯେଉଁମାନେ ଅର୍ପଣ କରିଛନ୍ତି ନଦୀକୁ, ତାହାକୁ ଗୋଟେଇ ଆଣି ପୁଣି ବିକ୍ରି କରି ପୁଣି ଲୋକଙ୍କ ଦ୍ୱାରା ଅର୍ପଣ କରାଉଛନ୍ତି। ମୋତେ ଲାଗିଲାନି ତାହା ଠିକ୍ ବୋଲି। ଏମିତିକି କ୍ଷୀର ମଧ୍ୟ ଏଠାରେ ବିକ୍ରି ହେଉଛି। କ୍ଷୀର ଯାହା ବିକ୍ରି ହେଉଛି ତାହା ସତ କ୍ଷୀର କି ମିଛ କ୍ଷୀର ଜଣା ନାହିଁ। ତେଣୁ ଆପଣ ଭଲ ହେବ ସାଥିରେ ନେଇଯିବେ। ଦେଖନ୍ତୁ ପକ୍ଷୀକୁ ଦାନା ଦେଲା ପରେ କେମିତି କେତେ ପକ୍ଷୀମାନେ ଆସୁଛନ୍ତି ଆପଣଙ୍କ ପାଖକୁ, ତ ବହୁତ ସୁନ୍ଦର ଲାଗିବ ଏହି ଦୃଶ୍ୟ ଦେଖିବା ପାଇଁ। ତ୍ରିବେଣୀ ସଙ୍ଗମରେ ସ୍ନାନ କରିସାରିଲା ପରେ ମୁଁ ପୁଣି ବାରାଣାସୀକୁ ଫେରି ଆସିଥିଲି। ସେଦିନ ମୋର ପୁରା ଗୋଟେ ଦିନ ଚାଲିଗଲା ପ୍ରୟାଗରାଜ ଯାତ୍ରା ପାଇଁ। ଟ୍ରେନରେ ବାରାଣାସୀରୁ ପ୍ରୟାଗରାଜ ଲାଗିଗଲା 3-4 ଘଣ୍ଟା। ପ୍ରୟାଗରାଜ ଷ୍ଟେସନରୁ ଯମୁନା ଘାଟ ଯାକେ ତ୍ରିବେଣୀ ସଙ୍ଗମ ଯେଉଁଠାରେ ଅଛି, ସେହି ସ୍ଥାନ ଘାଟ ପର୍ଯ୍ୟନ୍ତ ଲାଗିଗଲା ବହୁତ ସମୟ। ତ ଏମିତି ମୋତେ ବାରାଣାସୀ ଫେରୁ ଫେରୁ ରାତି 9ଟା-10ଟା ହେଇଗଲା। ତାପରେ ମୁଁ ଚାଲିଲି ବାରାଣାସୀର ଘାଟ ଦେଖିବା ପାଇଁ, କାରଣ ତା ପରଦିନ ଥିଲା କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବାରାଣାସୀର ଘାଟ ଗୁଡ଼ିକ ବହୁତ ସୁନ୍ଦର ଭାବରେ ସଜା ହୁଏ ଦୀପରେ, ଲିଚୁ ଲାଇଟ୍ରେ। ତ ଏହିସବୁ ଦୃଶ୍ୟ ଦେଖିବା ପାଇଁ ମୁଁ ରାତିରେ ବାହାରି ପଡ଼ିଲି।